ସବୁ ପୁଅଙ୍କର ଇଚ୍ଛା ଅନ୍ୟମାନଙ୍କ ଭଳି ସେମାନଙ୍କର ବି କେହି ଜଣେ ସୁନ୍ଦରୀ ପ୍ରେମିକା ରହୁ। ଗାର୍ଲଫ୍ରେଣ୍ଡ ରଖିବା ବର୍ତ୍ତମାନ ସମୟରେ ଏକ ଫ୍ୟାସନ୍ ପାଲଟି ଯାଇଛି। କିଛି ବର୍ଷ ତଳେ ଯୁବକମାନେ ଡରି ଡରି ଲୁଚି ଲୁଚି ପ୍ରେମ କରୁଥିଲେ, କିନ୍ତୁ ଏବେ ରିଲ୍ସ ଜମାନାରେ ଖୁଲ୍ଲାମ ଖୁଲା ପ୍ରେମ କରୁଛନ୍ତି। ପ୍ୟାର ମହାବତ ଆଉ ଇସ୍କର କଥା କହୁଛନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନଙ୍କର ପ୍ରେମିକା ନାହିଁ। ବିଶେଷ କରି ଲାଜୁଆ ଓ ସାଧାରଣ ପରିବାରର ପୁଅଟିଏ ପାଇଁ ଝିଅ ପଟେଇବା ଏକ କାଠିକର ପାଠ। ତଥାପି ସେମାନେ ନିଜ ଚେଷ୍ଟା ଜାରି ରଖିଛନ୍ତି। ଆଜି ଆମେ ସେମାନଙ୍କ ପାଇଁ କିଛି ଖାସ୍ ଟିପ୍ସ ନେଇ ଆସିଛୁ, ଯାହାକୁ ଉପଯୋଗ କଲେ ସେମାନେ କେମିତି ଝିଅ ପଟେଇବେ ଏବଂ ଝିଅ ପଟିବା ପରେ ସେମାନେ କେମିତି ଜାଣିବେ ଯେ ସେ ଚାହୁଁଥିବା ଝିଅଟି ପଟିଯାଇଛି ତାହା ସୁନିଶ୍ଚିତ ହେବ। କଥାରେ ଅଛି, ଦିଲ୍ଲୀ କା ଲड्डू जो ଖାୟା वो ପସ୍ତାୟା और जो नहीं ଖାୟା वो भी ପସ୍ତାୟା। ଖାସ୍ ଏଥିପାଇଁ କୁହାଯାଇଛି ଯେ ସମସ୍ତଙ୍କ ପକ୍ଷେ ଝିଅ ପଟାଇବା ସହଜ ନଥାଏ। ସେମାନେ କିନ୍ତୁ ଯଦି ନିମ୍ନଲିଖିତ ଟିପ୍ସ ପ୍ରତି ଧ୍ୟାନ ଦେବେ, ତେବେ ସେମାନେ ନିଶ୍ଚିତ ଭାବରେ ପ୍ରେମିକାର ପ୍ରେମିକ ହୋଇପାରିବେ। ପ୍ରେମ ପକ୍ଷୀ ହୋଇ ସୁନୀଳ ଆକାଶରେ ଘୁରି ବୁଲି ପାରିବେ। ଆଉ ପ୍ରେମର ଗୀତ ଗାଇ ଗାଇ ଖୁସି ଓ ଆନନ୍ଦରେ ସବୁ ଖୁସି ଆଉ ସୁଖକୁ ଅନୁଭବ କରିପାରିବେ। ତେବେ ଚାଲନ୍ତୁ ଜାଣିବା ସେହି ଟିପ୍ସ। ପ୍ରଥମ ଟିପ୍ସ, ପ୍ରଥମେ ଜାଣି ରଖନ୍ତୁ ଆପଣଙ୍କ ପସନ୍ଦର ଝିଅ କେମିତି ହେବା ଦରକାର। ଏତିକି ସୁନିଶ୍ଚିତ ହେଲେ ପ୍ରଥମେ ଆପଣଙ୍କ ମନର ମଇନାଙ୍କ ପସନ୍ଦ ଓ ନାପସନ୍ଦ ସହ ତାଙ୍କର ଜୀବନଚର୍ଯ୍ୟା ଆପଣଙ୍କ ସହ ମେଳ ଖାଉଛି କି ନାହିଁ ଜାଣନ୍ତୁ। ଯଦି ଆପଣଙ୍କ ମନ ଓ ସମ୍ପୃକ୍ତ ଝିଅଙ୍କର ମନ ଏକ ରହୁଛି, ତେବେ କାଳ ବିଳମ୍ବ ନ କରି ଝିଅର ହବି, ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ଜାଣି ନିଅନ୍ତୁ। ଏସବୁ ଜାଣିବା ଦ୍ୱାରା ଆପଣ ସେ ଝିଅର ମନ ଜାଣିପାରିବେ ଏବଂ ଭବିଷ୍ୟତରେ ଆପଣ ତା ସହିତ ସୁଖରେ ସଂସାର କରିପାରିବେ କି ନାହିଁ ମଧ୍ୟ ଜାଣିପାରିବେ। ତେବେ ଚାଲନ୍ତୁ ଜାଣିବା ଦ୍ୱିତୀୟ ଟିପ୍ସ। ପ୍ରେମିକା ବନେଇବାକୁ ଥିବା ଝିଅକୁ ଇସାରା ଦିଅନ୍ତୁ, ଯେମିତିକି ସେ ଜାଣିପାରିବ ଯେ ଆପଣ ତାକୁ ପସନ୍ଦ କରୁଛନ୍ତି। ଲଗାତାର କିଛି ଦିନ ପିଛା କରନ୍ତୁ, ଅର୍ଥାତ୍ ଭେଟ କରିବାକୁ ଚେଷ୍ଟା କରନ୍ତୁ। ହଁ, ତାଙ୍କୁ ହଇରାଣ କରନ୍ତୁ ନାହିଁ। ଏମିତି ହେଲେ ଆପଣ ତାଙ୍କ ପ୍ରତି ସିରିୟସ୍ ଅଛନ୍ତି ବୋଲି ସେ ହୃଦୟଙ୍ଗମ କରିବେ, କିନ୍ତୁ ତାକୁ ହଇରାଣ କଲେ ସେ ଆପଣଙ୍କୁ ଘୃଣା କରିବେ। କେବେ ବି କୌଣସି ଝିଅଙ୍କୁ ହଇରାଣ କରନ୍ତୁ ନାହିଁ, ବରଂ ତାଙ୍କୁ ଭଦ୍ରାମିର ସହିତ ଭେଟିବା ପାଇଁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କୁ ତାଙ୍କ ସହ ଆଉ ଟିକେ ନିକଟତର କରିବାକୁ ସାହାଯ୍ୟ କରିବ। ଆପଣ ତାଙ୍କ ସହିତ ଯେତେ ଦେଖା କରିବେ ତାଙ୍କୁ ସେତେ ବୁଝିପାରିବେ ଏବଂ ସେ ମଧ୍ୟ ଆପଣଙ୍କୁ ସେତେ ବୁଝିପାରିବେ। ତେଣୁ ସବୁବେଳେ ତାଙ୍କୁ ଦେଖା କରନ୍ତୁ। ବାରମ୍ବାର ଦେଖା କରିବା ଦ୍ୱାରା ଦୁହିଁଙ୍କ ଭିତରେ ବୁଝାମଣା ଭଲ ହେବ। ଏବେ ଚାଲନ୍ତୁ ଜାଣିବା ତୃତୀୟ ଟିପ୍ସ। ସମ୍ପର୍କ ସ୍ଥାପନ ନ ହୋଇପାରିଲେ ମଧ୍ୟ ତାଙ୍କୁ ଇମ୍ପ୍ରେସ୍ କରିବା ଜାରି ରଖନ୍ତୁ। ଏକତରଫା ପ୍ରେମ କରୁଥିବାର ପ୍ରମାଣ ଦିଅନ୍ତୁ ଏବଂ ତାଙ୍କ ସାଙ୍ଗସାଥୀଙ୍କ ଜରିଆରେ ଉପହାର ସହ ଭଲ ମନ୍ଦ ପଚାରି ବୁଝନ୍ତୁ। ଯଦି ସେପଟୁ ପ୍ରଥମେ ଉତ୍ତର ନ ଆସୁଛି, ତେବେ ଅପେକ୍ଷା କରନ୍ତୁ। ନିରାଶ ନ ହୋଇ ଚତୁର୍ଥ ଥର ସମାନ ଭାବେ ପ୍ରୟାସ ଜାରି ରଖନ୍ତୁ। କିନ୍ତୁ ହଁ, ଲଗାତାର ଭାବେ ତାଙ୍କୁ ଇମ୍ପ୍ରେସ୍ କରିବା ପାଇଁ ଚେଷ୍ଟା କରନ୍ତୁ। ତାଙ୍କର ଭଲ ମନ୍ଦ ପଚାରି ବୁଝନ୍ତୁ ଏବଂ ସାଙ୍ଗସାଥୀଙ୍କଠାରୁ ତାଙ୍କ ଖବର ମଧ୍ୟ ନିଅନ୍ତୁ ଏବଂ ତାଙ୍କୁ ଖବର ମଧ୍ୟ ଦିଅନ୍ତୁ। ଏବଂ କେବେ ବି ନିରାଶ ହୁଅନ୍ତୁ ନାହିଁ। ଅପେକ୍ଷାର ଫଳ ସବୁବେଳେ ମିଠା ହୋଇଥାଏ। ତେଣୁ ଅପେକ୍ଷା କରନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ। ତେବେ ଚତୁର୍ଥ ଟିପ୍ସ, ଏହା ଛଡ଼ା ଝିଅମାନେ ଛୋଟ ଛୋଟ କଥାକୁ ବହୁତ ନୋଟିସ୍ କରନ୍ତି। ଝିଅମାନଙ୍କୁ ଗିଫ୍ଟ ବହୁତ ପସନ୍ଦ। ଆପଣ ତାଙ୍କୁ ସବୁବେଳେ ଛୋଟ ଛୋଟ ଗିଫ୍ଟ ଦିଅନ୍ତୁ। ତାଙ୍କ ପସନ୍ଦର ଜିନିଷ ଯେମିତିକି ଲିପଷ୍ଟିକ୍, ମେକଅପ୍ ସେଟ୍, ଚୁଡ଼ି, ଟେଡି ବିୟର୍ ଇତ୍ୟାଦି କିମ୍ବା ବିଭିନ୍ନ ପ୍ରକାରର ଷ୍ଟାଚୁ, କ୍ୟୁଟ୍ ଷ୍ଟାଚୁ ଇତ୍ୟାଦି ତାଙ୍କୁ ଗିଫ୍ଟ ଦିଅନ୍ତୁ। ଗିଫ୍ଟ ହେଉଛି ଝିଅମାନଙ୍କର ଦୁର୍ବଳତା। ତେଣୁ ସବୁବେଳେ ନିଜ ପସନ୍ଦର ଝିଅକୁ ଗିଫ୍ଟ ଦିଅନ୍ତୁ। ଏବେ ଚାଲନ୍ତୁ ଜାଣିବା ପଞ୍ଚମ ଟିପ୍ସ। ଝିଅମାନଙ୍କୁ ବାର୍ଥଡେ ବା ଜନ୍ମଦିନ ପାଳିବା ବହୁତ ପସନ୍ଦ। ତେଣୁ ଆପଣ କେବେ ବି ତାଙ୍କ ବାର୍ଥଡେକୁ ଭୁଲନ୍ତୁ ନାହିଁ।
ବାର୍ଥଡେରେ ତାଙ୍କ ପାଇଁ ସରପ୍ରାଇଜ୍ ପ୍ଲାନ୍ କରନ୍ତୁ। ତାଙ୍କୁ କିଛି ଗିଫ୍ଟ ଦିଅନ୍ତୁ, ଯେମିତିକି ଡ୍ରେସ୍ କିମ୍ବା ଦାମୀ ଜୋତା କିମ୍ବା ପର୍ସ ଇତ୍ୟାଦି। ତାଙ୍କ ପାଇଁ ବାର୍ଥଡେ ଦିନ କିଛି ସ୍ପେଶାଲ ପ୍ଲାନ୍ କରନ୍ତୁ। କେକ୍ କଟିଂ କରନ୍ତୁ, ସାଙ୍ଗମାନଙ୍କ ସହିତ ପାର୍ଟିର ଆୟୋଜନ କରନ୍ତୁ। ଏବେ ଚାଲନ୍ତୁ ଜାଣିବା ଷଷ୍ଠ ଟିପ୍ସ। ଝିଅମାନଙ୍କୁ ତାରିଫ ବହୁତ ପସନ୍ଦ। ସବୁବେଳେ ତାଙ୍କ ତାରିଫ କରନ୍ତୁ। ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ବୋଲି କୁହନ୍ତୁ। ତାଙ୍କ ହସର ପ୍ରଶଂସା କରନ୍ତୁ। ତାଙ୍କ ଆଖିର ପ୍ରଶଂସା କରନ୍ତୁ। ତାଙ୍କ ହସ ବହୁତ ସୁନ୍ଦର ବା ଆଖି ବହୁତ ସୁନ୍ଦର ବୋଲି କୁହନ୍ତୁ। ଏହାଛଡ଼ା ସିଏ ସେ ଡ୍ରେସ୍ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି, ଏହିଭଳି ତାଙ୍କର ସବୁବେଳେ ତାରିଫ କରନ୍ତୁ। କାହିଁକି ନା ଝିଅମାନଙ୍କୁ ପୁଅମାନଙ୍କର ତାରିଫ ବହୁତ ବେଶୀ ପସନ୍ଦ ଆସେ। ତେବେ ଚାଲନ୍ତୁ ଜାଣିବା ସପ୍ତମ ଟିପ୍ସ। ଝିଅମାନଙ୍କୁ ଆକଟ ପସନ୍ଦ ନୁହେଁ। ସବୁବେଳେ ତାଙ୍କୁ ଏଠିକି ଯାଆନ୍ତୁନି ସେଠିକି ଯାଆନ୍ତୁନି ବୋଲି କୁହନ୍ତୁ ନାହିଁ, ବରଂ ଆପଣ ନିଜେ ତାଙ୍କୁ ବୁଲାଇବାକୁ ନିଅନ୍ତୁ। ନୂଆ ନୂଆ ଜାଗା ବା ରେଷ୍ଟୁରାଣ୍ଟକୁ ନିଅନ୍ତୁ ଏବଂ ତାଙ୍କ ପସନ୍ଦର ଖାଇବା ତାଙ୍କୁ ଖୁଆନ୍ତୁ। ଝିଅମାନଙ୍କୁ କେବେ ବି ତାଙ୍କ ସାଙ୍ଗମାନଙ୍କ ସହିତ ମିଶିବାରୁ ଅଟକାନ୍ତୁ ନାହିଁ। ଏହାଦ୍ୱାରା ସେ ଆପଣଙ୍କୁ ଘୃଣା କରିବେ। କିନ୍ତୁ ଆପଣ ଯଦି ତାଙ୍କୁ ତାଙ୍କର ମନପସନ୍ଦର କାମ କରିବାକୁ ଦେବେ, ତେବେ ସେ ଆପଣଙ୍କୁ ପ୍ରେମ କରିବେ। ତେଣୁ ତାଙ୍କୁ ଆକଟ ନ କରି ତାଙ୍କ ମନ ଇଚ୍ଛାର କାମ କରିବାକୁ ଦିଅନ୍ତୁ। ଏବଂ ଦରକାର ପଡ଼ିଲେ ଯଦି ଆପଣଙ୍କୁ ତାଙ୍କର ଏଠି ସେଠି ଯିବା ପସନ୍ଦ ନୁହେଁ, ତେବେ ଆପଣ ନିଜେ ତାଙ୍କ ସହିତ ଯାଆନ୍ତୁ। କିନ୍ତୁ ତାଙ୍କୁ କେବେ ବି ଅଟକାନ୍ତୁ ନାହିଁ। ତେବେ ଚାଲନ୍ତୁ ଜାଣିବା ଅଷ୍ଟମ ନିୟମ। ତେବେ ଏହି ପର୍ଯ୍ୟାୟରେ ଆପଣ ନିଜେ ମନର ମାନସୀଙ୍କୁ ଏକଲା ଭେଟନ୍ତୁ ଏବଂ ନିଜ ମନର କଥା କହିଦିଅନ୍ତୁ। ଦେଖିବେ ଆପଣ ହାଲକା ଅନୁଭବ କରିବେ। ଏତେ ଦିନର ଏକପାଖିଆ ପ୍ରେମକୁ ଏବେ ନିହାତି ସ୍ୱୀକୃତି ମିଳିବ ଏବଂ ଆପଣ ଯଦି ମନରୁ ତାଙ୍କୁ ପ୍ରେମ କରିଥିବେ, ତେବେ ସେ ମଧ୍ୟ ଆପଣଙ୍କ ପ୍ରେମକୁ ନିହାତି ବୁଝିବେ। ଏବଂ ଯଦି ଆଗରୁ ମୁଁ କହିଥିବା ଟିପ୍ସ ଗୁଡ଼ିକୁ ପାଳନ କରିଥିବେ, ତେବେ ତାଙ୍କର ମଧ୍ୟ ଆପଣଙ୍କ ପ୍ରତି ପ୍ରେମ ଆସିଯାଇଥିବ ଏବଂ ସେ ମନା କରିପାରିବେ ନାହିଁ। ତେଣୁ ଏହି ପର୍ଯ୍ୟାୟରେ ଆପଣ ନିଜର ପ୍ରେମିକାଙ୍କୁ ନିଜର ମନର କଥା କହିଦିଅନ୍ତୁ ଏବଂ ମନର କଥା କହିବା ବେଳେ ସାଙ୍ଗରେ ଗୋଟେ ଗୋଲାପ ଫୁଲ କିମ୍ବା ଗୋଟେ ହାର୍ଟ ସେପ୍ର ଟେଡି ବିୟର ସାଙ୍ଗରେ ନେଇଯାଆନ୍ତୁ କିମ୍ବା କିଛି ଚକୋଲେଟ୍ ମଧ୍ୟ ନେଇପାରିବେ। ନବମ ଟିପ୍ସ। ଯଦି ଆପଣଙ୍କ ପ୍ରସ୍ତାବରେ ସମ୍ପୃକ୍ତ ଯୁବତୀ ଜଣକ ହଁ ଭରନ୍ତି, ତେବେ ସେ ଆପଣଙ୍କୁ ଦେଖି ନିଜ କେଶକୁ ହଲାଇବା ସହ ଆପଣଙ୍କୁ ଦେଖି ହସିବେ। ତେବେ ଜାଣିବେ ଯେ ସେ ବି ଆପଣଙ୍କୁ ଭଲ ପାଉଛନ୍ତି। ଏମିତି ନହେଲେ ଜାଣିବେ ଆପଣଙ୍କ ପ୍ରୟାସ ବିଫଳ ହୋଇଛି। ତେବେ ମନ ଦୁଃଖ ନ କରି ଅନ୍ୟ ଜଣେ ମନର ମଇନାଙ୍କ ଉପରେ ଏହାର ପ୍ରୟୋଗ କରି ସଫଳତା ପାଇପାରିବେ। କେବେ ବି ନିରାଶ ହେବେ ନାହିଁ। ଯଦି ଏଠି ସଫଳତା ନ ପାଇଛନ୍ତି, ତେବେ ଆଉ କେଉଁଠି ନିଶ୍ଚିତ ପାଇବେ।